प्रिय श्रोता बंधु आज ए ज्योतिषिक आलोचना को मु कुलमणि आपण समस्त को आमंत्रण करुछि। आसंतु शुणिबा गुणिबा और विभिन्न प्रश्न पचारिबा तार समाधान बाट खोजिबा। आज आमे अच्छे शुक्रवार आलोचना करिबा शनिवार को नहीं। शनिवार दिन 21 तारीख, आज 20 तारीख। शनि जेहेतु बारर मालिक तेणु से जार मित्र से ग्रह माने से राशि माने शनि को दयारु किछि लाभवान हेबे। शनि जो ग्रह मानकर शत्रु से ग्रह अधीन थिबा राशि माने किछि क्षति सहिबे। मेष राशि अधिपति हेले मंगल, तेणु शनि को कृपा मेष उपर टे कम। एइथिपाई तो मेषरे शनि नीच, मेषरे शनि नीच, तुलारे शनि उच्च। जो माने खुशी होती मोर प्राय ग्रह उच्चर अछंती। रवि मेषरे, शनि तुलारे, मंगल मकर रे, बृहस्पति कर्कट रे, शुक्र मीन रे, बुध कन्या रे, राहु मिथुन रे, केतु धनु रे। जो माने यह को नहीं उत्फुल्लित होती, फुटाणी देखाती मु सब प्रकार सुख लाभ करी नहीं नहीं बंधु, ता नुह। ग्रह उच्चरे थिले से ग्रहर जेते दुर्गुण ता व्यक्ति ठारे प्रथमे परिप्रकाशित होता है। ग्रह उच्चरे थिले से ग्रहर जेते दुर्गुण ताहा व्यक्ति ठारे परिप्रकाशित होता है। परे किछि सद्गुण विकसित हुए। उदाहरणतः रवि पणा संक्रांति दिन मेष को जीवे। मेष को गले पृथ्वीर अवस्था कौन हुए? उत्ताप आलोक बढ़ी जाए, जल धीरे धीरे सुखी जाए। जल को बा जीवन कहती। जीवन मरण संकट उत्पन्न हुए। गाड़िया पोखरी नदी नाल कूଅ सरोवर ह्रद जो जगारे जगारे जल रहे, जो गुड़िक जलाशय जोठी जल आश्रय करती बा आश्रय करती ता सुखी जाए। गरम पवन बहे, कांथ बाड़ को आउजी हुएनी। तेणु एइथुरु बुझंतु उच्चरे थिले ग्रह सेते पावरफुल न देखिया पड़ो। से उच्चरे थिबे तांको केते शुभ ग्रह देखुचंती, तांकर दोष को केउ माने आकर्षण कर नेउछंती। बुझा पड़ला? हाँ, एबे आलोचना करिबा 21 तारीख शनिवार। आजिर अशुभ समय हैला सकाळ 8:49 रु 10:21। 10:21 मेष राशि 21 तारीख शनिवार मेष राशि पाई अशुभ। पुणी घात चंद्र सबु दिगुर असुविधा। मेष राशि पाई शनिवार दिन सबु दूर असुविधा, पुणी घात चंद्र। सुतरां एमाने शारीरिक और मानसिक उभय क्षेत्र रे असुस्थ हेबे, अस्थिर हेबे। मात्र दैनंदिन जीविका क्षेत्र रे एहार कुप्रभाव सेते पड़िबनी।
ଆୟ କ୍ଷେତ୍ର ବନ୍ଦ ହେବନି। ଯାହା ଆୟ ଅମଳ ହେବା କଥା ତାହା ହବ। ପରିବେଶ ସୁସ୍ଥ ରହିବ। ମେଷ ରାଶି ପାଇଁ ଯେତିକି ଦୁଃଖ ଆସିବ ସେତିକି ସୁଖ ଆସିବ। ଶନିବାର ଦିନ ସେମାନେ ଯେତିକି ଅନ୍ଧାରରେ ରହିବେ ଠିକ୍ ସେତିକି ଆଲୋକରେ ରହିବେ। ଯେତିକି ଅଭାବ ଅନୁଭବ କରିବେ ତାଙ୍କୁ ସେତିକି ଧନ ବି ଆସିବ। କାହିଁକି? ତାଙ୍କର ସେଦିନ ପରା ଶ୍ରୀଚନ୍ଦ୍ର ହେଲେ ଘାତଚନ୍ଦ୍ର ଓ ଶନିବାର ହେତୁ ସେଇ ସୁଖ ସବୁ କିଛି କିଛି କମିଯିବ। ଏଣୁ ମେଷ ରାଶିର ବନ୍ଧୁ ହତୋତ୍ସାହିତ ନ ହୋଇ ପ୍ରଫୁଲ୍ଲିତ ହୁଅନ୍ତୁ। ଏହି ଶନିବାର 21 ତାରିଖ ସୂର୍ଯ୍ୟ ଉଦୟ ହେବେ 5ଟା 51 ପରେ। ସୂର୍ଯ୍ୟ ଉଦୟ ହେବେ 5ଟା 51 ପରେ। ଦେଖିବା ବୃଷ ରାଶି କଥା। ଶନିବାର 21 ତାରିଖ ବୃଷ ରାଶିଧାରୀ ଲୋକେ ଅସୁସ୍ଥ ହେବେ। ଦେହ ମୁଣ୍ଡ ଖରାପ ହେବ, ଅସୁସ୍ଥ ହେବେ, ଖର୍ଚ୍ଚାନ୍ତ ହେବେ, ଆୟ ଅମଳରେ ବାଧା ଆସିବ। ନୀତିଦିନିଆ ବେପାର ବାଣିଜ୍ୟ ଜୀବିକାରେ ବ୍ୟତିକ୍ରମ ଦେଖାଦେବ। ଆଜି ଘାତବାର। କାର? ବୃଷ ରାଶିର ଆଜି ଘାତବାର। ଶନିବାର ହେତୁ ଏ ସମସ୍ତ ସମସ୍ୟାକୁ ସମ୍ଭାଳି ହେବ। ପ୍ରିୟ ଲୋକ ଏ ଅସମୟରେ ପାଖେ ପାଖେ ରହିବେ। ସମସ୍ୟାର ସମାଧାନ ଶୀଘ୍ର ହେବ। ବୃଷର ଅଧିପତି ହେଲେ ଶୁକ୍ର। ଶନି ତାଙ୍କର ମିତ୍ର। ତେଣୁ ଶନିବାର ହେତୁ ଏଇସବୁ ଦୁଃଖ ଯାହା ସବୁ ଆସିବ ତାକୁ ଶନି ସମ୍ଭାଳି ନେବେ। ସମସ୍ୟା ପାହାଡ଼ ଭଳିଆ ଆସିବ, କିନ୍ତୁ ଆମ ଉପରେ ଗୋଡ଼ି ଭଳିଆ ପଡ଼ିବ। ଆମେ ଯଦି କର୍ମ ଠିକ୍ଠାକ୍ କରିଥିବା, ସତ୍କାର୍ଯ୍ୟ କରିଥିବା, କାହା ଚେର କାଟି ନଥିବା, କାହା ପାଇଁ ଗାତ ଖୋଳି ନଥିବା, କାହାର ଅମଙ୍ଗଳ କାମନା କରିବାନି, କାହା ବିରୁଦ୍ଧରେ ଟୁପ୍ଟାପ୍ ହେବାନି, ତାହେଲେ କେତେବେଳେ ବି ଆମକୁ ଦୁଃଖ ଆସିବନି। ଦୁଃଖ ଆସି ଜୋରରେ ଧକ୍କା ମାରିବ ଆମ କବାଟରେ। ଆମେ ହେଲେ କବାଟ ଖୋଲିଦେବା। ଓ ଆପଣ, ମୁଁ ଜାଣିନଥିଲି, ଆଜ୍ଞା ନମସ୍କାର, ମୁଁ ଆସୁଛି। ହଁ ବନ୍ଧୁ, ସବୁବେଳେ ଚେଷ୍ଟା କରିବା ମୁଁ ହିଁ ଭଲ, ମୁଁ ଆହୁରି ଭଲ ହେବି। ମୋ ଦୋଷ ଗୁଡ଼ାକୁ ଯେମିତି କେହି ନ ଜାଣନ୍ତୁ, କ୍ରମଶଃ ମୁଁ ମୋ ଦୋଷକୁ ଦୂରେଇ ଦେବି। ଶନିବାର 21 ତାରିଖ ସୂର୍ଯ୍ୟ ଅସ୍ତ କେତେବେଳେ ହେବେ? ନା ସୂର୍ଯ୍ୟ ଅସ୍ତ ହେବେ 5ଟା 56ରେ। ସୂର୍ଯ୍ୟ ଅସ୍ତ ହେବେ 5ଟା 56ରେ। ଏବେ ଆମେ ଜାଣିପାରିଲେ ଉଦୟ କେତେବେଳେ, ଅସ୍ତ କେତେବେଳେ, ଅଶୁଭ ସମୟ କେତେବେଳେ। ନା କହିନି? ଅଶୁଭ କହିବି। ମିଥୁନ ରାଶି। ଶନିବାର 21 ତାରିଖ ମିଥୁନ ରାଶି ପାଇଁ ଶୁଭବାର। 21 ତାରିଖ ଶୁଭ ଚନ୍ଦ୍ର। ଏଣୁ ଦୈନନ୍ଦିନ ବୃତ୍ତି, ବେପାର, ବ୍ୟବସାୟ ଠିକ୍ଠାକ୍ ଚାଲିବ। ଝମେଲା ନାହିଁ। ଆୟ ଅମଳ ଧାରା ପ୍ରଶସ୍ତ ହେବ। ମାନେ ଯେମିତି ବୁଣିବେ ସେମିତି ଅମଳ କରିବେ, ସେମିତି ତୋଳିବେ। ସୁତରାଂ ଧନ ପାଇଁ ଉପଯୁକ୍ତ ଶ୍ରମଦାନ କରଣୀୟ। ଦେହ ଓ ମନ ଠିକ୍ ରହିବ। କିଛି ନୂତନ ଆଧାରରୁ ଆୟ ହୋଇପାରେ। ବାକିଆ ଅର୍ଥ ଫେରି ଆସିବ। ପରିଜନଙ୍କ ସହ ଯୋଗ ଦେବେ। ଯଦି ଆପଣଙ୍କ ପାଖରେ କିଛି ବଳକା ଧନ ଥାଏ ଏବଂ ତାକୁ ଆପଣ କାହାକୁ ସାହାଯ୍ୟ ସହଯୋଗ ସୂତ୍ରରେ ଦେଇଥାନ୍ତି ବା ଧାର ଦେଇଥାନ୍ତି ବା କରଜ ଦେଇଥାନ୍ତି, ସେସବୁ ଆଜି ପ୍ରାୟ ଫେରିଆସିବ। ମିଥୁନ ରାଶିଙ୍କର ଆର୍ଥିକ ସମସ୍ୟାର ସମାଧାନ ହେବ। ସେମାନେ ଆଜି ଧନ ଦେଖିବେ। ଆମେ କ'ଣ ଧନ ଦେଖୁନେ? ଧନ ଦେଖିବେ ମାନେ ଯେତେବେଳେ ସେ ଆଲମିରା ଖୋଲିବେ, ବାକ୍ସ ଖୋଲିବେ, ଟ୍ରେଜେରୀ ଖୋଲିବେ ବା ମନି ପର୍ସ ଖୋଲିବେ, ସେଥିରେ କିଛି ଥିବ ବହୁଳ ଟଙ୍କା, ତାକୁ ଦେଖିବେ। ଆଉ ତମେ ମୁଁ ସେ ଆମେ ପ୍ରାୟ ଯାହା ଆଣୁଛେ ତା ଖର୍ଚ୍ଚ କରିଦେଉଛେ। ଆମର ଆୟ କେତେ? ଏଇ 2-4 କୋଟି ତ, ଆଉ କେତେ? ହଁ ବନ୍ଧୁ, ଏଦିନ ଏଇ 21ରେ ଶନିବାର ଦିନ ଅଶୁଭ ସମୟ କେତେବେଳେ, ରାହୁକାଳ କେତେବେଳେ,
ସକାଳ 8ଟା 49 10ଟା 21, 49 8ଟା 49 10ଟା 21। ଆସନ୍ତୁ ଯିବା କର୍କଟ ପାଖକୁ। ଶନିବାର 21 ତାରିଖ କର୍କଟ କଥା କ'ଣ ହେଲା? ଶନିବାର ଶୁଭ ନହେଲେ ବି 21 ତାରିଖ ଚନ୍ଦ୍ର ଶୁଭ ହେତୁ ଦୈନନ୍ଦିନ ଆୟ ଅମଳରେ ଏକ ଭଲ ଖବର ପହଞ୍ଚିବ ଯେ ଆଜି ଆୟ ବଢ଼ିଆ ହେବ। କ'ଣ ଖୁସି ହେଇଗଲେ? ଆୟ ବଢ଼ିଆ ହେବ ମାନେ ତା ପଛରେ ବା ଆଉ ଗୋଟା ଟିଙ୍କ ଲାଗିଛି। ତା ମାନେ ବଢ଼ିଆ ଆୟ ପାଇଁ ଆମକୁ ବଢ଼ିଆ ପରିଶ୍ରମ କରିବାକୁ ପଡ଼ିବ। ଯଦି ଆମେ ଅଳସ ହେବା ଆୟ କେମିତି କ'ଣ ହେବ? ହଁ, ଆଜି ଏ ଖବର ଶୁଣି ଖୁସି ହେବା ସାଙ୍ଗେ ସାଙ୍ଗେ କର୍ମତତ୍ପର ହୁଅନ୍ତୁ ନା। ଆୟର ଧାରା ଅବ୍ୟାହତ ରହିବ। କର୍ମ କ୍ଷେତ୍ର ଚଳ ଚଞ୍ଚଳ ବୋଧ ହେବ। ଜଣେ ବ୍ୟକ୍ତିର ଖାଦ୍ୟ ବସ୍ତ୍ର ବାସଗୃହ ପାଇଁ ଦରକାର ଆବଶ୍ୟକୀୟ ମୌଳିକ ସୁବିଧା ମିଳିଯିବ। ଆଉ ଉତ୍ତମ ଭୋଜନ ମିଳିବ, ଶୋଇବା ପାଇଁ ବଢ଼ିଆ ସେଜ ମିଳିବ, ସମୟ ମିଳିବ। ହଁ, ମୌଳିକ ସୁବିଧା ସବୁ ମିଳିଯିବ। ମାନସିକ ଶାରୀରିକ ଓ ଆର୍ଥିକ ସୁଖ ମିଳିବ। ମାତ୍ର ଈର୍ଷାଳୁ ପରଶ୍ରୀ କାତର ପରଚର୍ଚ୍ଚାକାରୀ ନିନ୍ଦୁକମାନଙ୍କ ପାଇଁ ଏ ସୁବିଧା ନାହିଁ। କର୍କଟ ରାଶିର ଯେଉଁ ଲୋକ ଈର୍ଷାଳୁ, ପରଚର୍ଚ୍ଚାକାରୀ, ପରନିନ୍ଦୁକ ମାନେ ପର ପାଇଁ ଯିଏ ଗାତ ଖୋଳେ, ବିପଦରେ ପକାଇବା ପାଇଁ ଚେଷ୍ଟା କରେ, ତା ପାଇଁ ଏ ସୁଖ ନାହିଁ। କାହିଁକି ନାହିଁ? ଆରେ ସିଏ ପା ଯାହା ଆଣିଲା ତାକୁ ନଷ୍ଟ କଲା। ମୁଁ ତା ଗୋଟେ ନୂଆ ହାଣ୍ଡି କାଲି କିଣିଦେଲି, ମାଲୋ ଏଥିରେ ରୋଷେଇ କରିବୁ, ମାଟି ହାଣ୍ଡିର ରୋଷେଇଟା ଭଲ ସ୍ୱାସ୍ଥ୍ୟକାରକ। ସେ କହୁଛି ବାପା ଦେଖିବା ଏଟା ତଳେ ପଡ଼ିଲେ ଫାଟୁଛି କି ନାହିଁ। ମୋ ଆଖି ଆଗରେ ହାଣ୍ଡିଟାକୁ ଫୋପାଡ଼ି ଦେଲା, କଚାଡ଼ି ଦେଲା। କହିଲା ବିଜ୍ଞାନ କେତେ ଆଗେଇଲାଣି। ସିଲଭର ହାଣ୍ଡି ପରେ ଷ୍ଟିଲ୍ ହାଣ୍ଡି, ବର୍ତ୍ତମାନ ପିତ୍ତଳ ହାଣ୍ଡା, ତାପରେ ସୁନା ହଣ୍ଡାରେ ମୁଁ ରାନ୍ଧିବି। ରାନ୍ଧୁଥା। ଆମେ ପା ନିଜର କ୍ଷତି ବେଶୀ କରୁଛେ। ନିଜର କ୍ଷତି ବେଶୀ କରୁଛେ। ଯେମିତି ଜଣେ ଜ୍ଞାନୀ କହିଲେ, ଆମେ ଯେତେବେଳେ ଅନ୍ୟକୁ ଧମକଉ, କେମିତି କହୁ? ଏମିତି କହୁ କି ନାହିଁ? ମାନେ ଅନ୍ୟକୁ ଗୋଟାଏ ଆଙ୍ଗୁଳି ଦେଖାଉ, ହେଲେ ଆମ ଆଡ଼କୁ 4ଟା ଆଙ୍ଗୁଳି ଥାଏ କି ନାହିଁ? ଆମେ ଆମର 4ଟା କ୍ଷତି କରିସାରିଲା ପରେ ଅନ୍ୟର ଗୋଟିଏ କ୍ଷତି କରୁ। ଏଇଟା ଏଇ ଉଦାହରଣ ବୁଝିବେ। ଆମେ ଯାହାକୁ ଧମକଉ, ଆଇ ୱିଲ୍ ସି ୟୁ, ବି କେୟାରଫୁଲ୍, ଧମକେଇ ଦଉ, ହେଲେ ଗୋଟିଏ ଆଙ୍ଗୁଳି ଥାଏ ଶତ୍ରୁ ଆଡ଼କୁ, ଆମ ଆଡ଼କୁ ଥାଏ 4ଟା ଆଙ୍ଗୁଠି। ଆମେ ଆମର 4ଟା କ୍ଷତି କରୁ, ଅନ୍ୟର ଗୋଟାଏ କ୍ଷତି କରୁ। ତେଣୁ ଆମେ ହିଁ ଆମର କ୍ଷତି କରୁ। ସେଥିପାଇଁ ଜ୍ଞାନୀ ଲେଖିଲେ, ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା। କେହି କାହାକୁ ସୁଖ ଦିଏ ନା କି ଦୁଃଖ ଦିଏ ନା। ଖାଲି ଆମେ ଉପରେ ପିଟି ସିନା ବାଡ଼େଇ ପିଟି ହଉ। ଏଇ ଇରାନ ଆମେରିକା ଯୁଦ୍ଧ, ଇସ୍ରାଏଲ କଥାକୁ ଶୁଣି ପାଗଳା ହେଲା ଟ୍ରମ୍ପ। ସେ ଘୋଡ଼ାମୁହାଁ କେତେ କ୍ଷତି କରୁଛି ପୃଥିବୀରେ ଦେଖନି। ଏବେ କେତେ ହୀନସ୍ତା ହେଉଛନ୍ତି ସାରା ପୃଥିବୀର ଲୋକେ। କ'ଣ ବୁଝିଲ ମୋ କଥା? ଏବେ ଦେଖିବା, ଆମେ ଯିବା ସିଂହ ପାଖକୁ। ଶନିବାର ସିଂହ ରାଶି ପାଇଁ ଅଶୁଭ। ଭାଗ୍ୟାଧିପ ମଙ୍ଗଳ ଏବେ କୁମ୍ଭରେ, ଏଣୁ ଅଶୁଭ ସ୍ଥାନରେ ଅଛି, ଅଶୁଭ ଅବସ୍ଥାରେ ଅଛି। ଶାନ୍ତି ବ୍ୟାହତ ହେବ। ଅପମାନ ଜନିତ ଦୁଃଖ ଆସିପାରେ, ମାନେ ଆପଣ ଅପମାନିତ ହୋଇପାରନ୍ତି। ସୁତରାଂ କାହା ପାଖରେ ହାତ ପାତିବେନି। ଦେ ନାହିଁ, ହାତ ପାତିବେନି। ନିଶା ଖାଇବେନି, ଟଳିବେନି। ମଦନ, ତୁ ଯଦି ପିଉଛୁ ମତେ ଟିକେ ଦଉନୁ। ନିଶା ଖାଇବେନି, ହାତ ପାତିବେନି, କାହାକୁ ଆଡ଼ଭାଇସ୍ ଦେବେନି। ଡୋଣ୍ଟ ଗିଭ୍ ଆଡ଼ଭାଇସ୍ ଏନି ପର୍ସନ୍। କାହାକୁ ପରାମର୍ଶ ଦେବେନି, କାରଣ ଆଜି ଅପମାନିତ ହେବେ। ଚୁପଚାପ ରହନ୍ତୁ।
ଆୟ ଅମଳରେ ବାଧା ହେତୁ ଚିନ୍ତା ବଢ଼ିଯିବ, ଦୈନନ୍ଦିନ ବୃତ୍ତିରେ ବ୍ୟତିକ୍ରମ ହେବ। ଆଜି ପରା ସିଂହ ରାଶିର ଘାତବାର, ଭଲରେ ମନ୍ଦ ହେବ, କେଉଁଠି ବାଡ଼େଇ ପିଟି ହେଇଯିବ, ଅସୁବିଧା ହେବ, ସାବଧାନ। ଭଲ ଭୋଜନ ମିଳିବ, ସ୍ୱାସ୍ଥ୍ୟ ସମସ୍ୟା ଲାଘବ ହେବ। କନ୍ୟା କଥା, ଶନିବାର ହେତୁ ସାହାଯ୍ୟ ମିଳିବ। କନ୍ୟାର ଅଧିପତି ହେଲେ ବୁଧ। ଏଇ ଟପିକ୍ ମାଧ୍ୟମରେ, ଭିଡ଼ିଓ ମାଧ୍ୟମରେ ମୁଁ ପ୍ରାୟ ପ୍ରତିଦିନ ସୂଚେଇ ଦେଉଛି କେଉଁ ଗ୍ରହର, କେଉଁ ରାଶିର ଅଧିପତି କେଉଁ ଗ୍ରହ, କିଏ କେଉଁଠି ଉଚ୍ଚ, କିଏ କେଉଁଠି ନୀଚ, ଏଟା ମନେ ରଖିବେ ନା। ଆଉ କନ୍ୟା ରାଶିର ଆଜି ଅସୁବିଧା ପ୍ରାୟ ନାହିଁ କହିଲେ ଚଳେ। ଶନିବାର ହେତୁ ସାହାଯ୍ୟ ମିଳିବ। ମାତ୍ର 21 ତାରିଖର ଚନ୍ଦ୍ର ପାଇଁ ବିପଦ ଛାଇ ପରି ପାଖେ ପାଖେ ରହିବ। କନ୍ୟା ରାଶି ପାଇଁ ଆଜି ବିପଦ ଛାଡ଼ିବନି। ଆମ ଛାଇ ଯେମିତି ଆମ ସାଙ୍ଗରେ ଗୋଡ଼େଇ ଥାଏ, ବିପଦ ଆଜି ସେମିତି ଗୋଡ଼େଇବ। ପୁରୁଣା ରୋଗ ଅସ୍ଥିର କରିବ। ପୁଣି ଆଜି ଘାତବାର, କନ୍ୟା ରାଶିର ଘାତବାର, ନୂଆ ରୋଗ ଯନ୍ତ୍ରଣା ଦେବ। ଦୂରଯାତ୍ରା ଯୋଗ ଅଛି, କିନ୍ତୁ ଦୂରଯାତ୍ରା କଲେ ବଡ଼ ହଇରାଣ ହେବେ, ବଡ଼ ହଇରାଣ ହେବେ। ନଗଲେ ଭଲ। ଚାଲି ଚାଲି ଯିବେ ବୋଇଲେ ଝୁଣ୍ଟିବେ, ଗୋଡ଼ ନଖ ଛିଣ୍ଡିବ, କଣ୍ଟା ଫୁଟିବ, ଆଣ୍ଠୁ ଦରଜ ହେବ। ଗାଡ଼ିରେ ଯିବେ, କେଉଁଠି ଗାଡ଼ି ପଙ୍କଚର ହେବ, କେଉଁଠି ବାଡ଼େଇ ହେଇଯିବ, ଧକ୍କା ହେବ। ଖରାରେ ଗାଡ଼ି ଠିଆ ହେଇଥିବ, ଆପଣ ସେଠି ଠିଆ ହେଇଥିବେ। ନାଇଁ, ଯାଆନ୍ତୁ, ନଗଲେ ଭଲ। ବଡ଼ ହଇରାଣ ହେବେ। ଭଲ କାମର ଫଳ ମନ୍ଦ ହେବ। ଯେତେ ଭଲ କାମ କରିବେ ଆଜି, ତା ରେଜଲ୍ଟ ଆସିବ ମନ୍ଦ। ମାନେ ପ୍ରିୟ ଲୋକ ବି ନିନ୍ଦା କରିବେ। ବି କେୟାରଫୁଲ୍। ଋଣଦାତା ହଇରାଣ କରିବେ। କାହାକୁ? କନ୍ୟା ରାଶିକୁ। ତୁଳା କଥା, ତୁଳା ରାଶି ପାଇଁ ବାର ଦୋଷ ସିନା ନାହିଁ, ଏମାନେ ଶନିବାର 21 ତାରିଖ ସାମାନ୍ୟ ଚେଷ୍ଟାରେ ଅଧିକ ପାଇବେ। ସମୁଦ୍ର କୂଳରୁ ବାଲିଟା ଆଡ଼େଇ ଦେଲେ ଯେମିତି ଫଟକିନି ପାଣି ବାହାରି ଆସେ, ପାଚିଥିବା କଦଳୀର ଚୋପାକୁ ଯେମିତି ଛଡ଼େଇ ଦେଲେ ଶସ୍ୟ ଆମେ ଦେଖିପାରୁ ଆଉ ଗିଳି ଦେଉ, ସେମିତି ଆଜି ଭଲ ଦିନ କାହାର? ତୁଳା ରାଶିର। ସୁସମ୍ବାଦ ପାଇ ଖୁସି ହେବେ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ। ନୂତନ ଯୋଜନା କାର୍ଯ୍ୟକାରୀ ହେବ। ଶାରୀରିକ ଓ ପାରିବାରିକ ସମସ୍ୟା ନାହିଁ। ବହୁ ଆୟ ଅମଳ କ୍ଷେତ୍ର ପ୍ରଶସ୍ତ ରହିବ। ଆଉ କଳ ବଳ କୌଶଳ ପ୍ରୟୋଗ କଲେ ଧନୀ ହେବେ। ଶାରୀରିକ ଓ ମାନସିକ ଶ୍ରମର ସୁବିନିଯୋଗ କଲେ ଆପଣ ଜଣେ ଧନାଢ଼୍ୟ ବୋଲି ପ୍ରଥମେ ଅହଙ୍କାର କରିବେ। ଯଦି ଭଲ ମଣିଷ ହେଇଥିବେ, ଅନ୍ୟକୁ ସହଯୋଗ କରିବେ। ଯଦି ମୋ ଭଳିଆ ଖରାପ ଲୋକ ହେଇଥିବେ, ଖାଲି ସଞ୍ଚୟ କରିବେ। ବିଛା ରାଶି, ଶନିବାର ନ ହୋଇଥିଲେ 21 ତାରିଖରେ ହେବାକୁ ଥିବା ଲାଭ ଉଚ୍ଚ କୋଟିର ହୋଇଥାନ୍ତା। ମାନେ ବିଛା ରାଶିର ଆଜି ଲାଭ ଯୋଗ। କୌଳିକ, ମୌଳିକ, ଦାହିକ, ଶାରୀରିକ, ଆର୍ଥିକ, ପାରମାର୍ଥିକ, ଭୌତିକ, ଅଧିଭୌତିକ, ସାଂସାରିକ, ପାରିବାରିକ, ସାମାଜିକ ସବୁ ଦିଗରୁ ବିବିଧ ରୂପରେ ନାନା ଲାଭ ହେବା କଥା। ଯେହେତୁ ଶନିବାର ରାଶିର ଅଧିପତି ମଙ୍ଗଳ, ଉଭୟଙ୍କର ସମ୍ପର୍କ ଅହିନକୁଳ ଭଳି, ଏହି ଦୃଷ୍ଟିକୋଣରୁ ସେ ଲାଭରେ ଟିକେ ବାଧା ହେବ। ଶନିବାର ନ ହୋଇଥିଲେ 21 ତାରିଖ ହେବାକୁ ଥିବା ଲାଭ ଉଚ୍ଚ କୋଟିର ହୋଇଥାନ୍ତା। ଏମାନଙ୍କ ମନସ୍କାମନା ପୂରଣ କରିବାକୁ ବିଧି ବିହିତ ପଦକ୍ଷେପ ନେଇଛନ୍ତି। ବିଧି ଚାହିଁଲେ କ'ଣ ଆଉ କିଏ ଏଡ଼େଇ ଦେଇପାରିବ? ନାଇଁ 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 ନାଇଁ, ବିଧି ବିଧାନ ବା ସ୍ୱତନ୍ତ୍ର। ସିଏ ଦୟା କରିବେ ଆଜି ବିଛା ରାଶିଙ୍କୁ। ସିଏ ପ୍ଲାନ୍ ସେ କରିସାରିଛନ୍ତି ନା। ଦେଖିବା କ'ଣ ପ୍ଲାନ୍ କରିଛନ୍ତି। ସେ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ସୁତରାଂ ସମସ୍ତ ବିଛା ଜନତାଙ୍କୁ ସେମାନଙ୍କର ମନ ଲାଖି, ପ୍ରତି ବିଛା ରାଶି ବ୍ୟକ୍ତି ଆଜି ମନ ଲାଖି ଲାଭ ପାଇବେ। ହେଲା, ନିଜର ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ।
ନିଜ ମନ ପରା ସବୁ। ହଁ, ଏହି ମନ ବୃନ୍ଦାବନ, ଏହି ମନ କାଶୀ, ଏହି ମନ ବଦ୍ରୀନାଥ, ପୁରୀ ବାରଣାସୀ। ହଁ ବନ୍ଧୁ, ତେଣୁ ବିଛାରାଶି ଜନତାଙ୍କୁ ଆଜି ସେମାନଙ୍କର ମନ ଲାଖି ଲାଭ ହେବ କ'ଣ? ଦ୍ରବ୍ୟ, ବସ୍ତୁ, ଅର୍ଥ, ବନ୍ଧୁ, ଭୂମି, ଖାଦ୍ୟ, ଶଯ୍ୟା। ତେଣୁ ଦେହ ପା ସୁସ୍ଥ ରହିବ। କର୍ମ ଯଦି ଠିକ୍ ଠାକ୍, ତେବେ ଫଳ ଅବଶ୍ୟ ଭଲ ହେବ। ଧର୍ମ ଦିଗରେ ମନ ଦେଲେ ସେମାନେ ଏଇ ଫଳ, ଏଇ ଲାଭକୁ ଟିକେ ଅଧିକ ପାଇବେ। ଦେଖିବା ବନ୍ଧୁ, ଧନୁ ପାଖକୁ ଯିବା। ଶନିବାର ବୋଲି ସବୁ ସୁଖରେ ବାଧା ଆସିବ। ଆଜି ଯେମିତି ବିଛାରାଶି ଲୋକମାନେ ଶନିବାର ଦିନ ବିବିଧ ଲାଭ ପାଇବେ, ଧନୁରାଶିମାନେ ବିବିଧ ସୁଖ ପାଇବେ। ହେଲେ ଶନିବାର ହେଇଗଲା, ସବୁ ସୁଖରେ ଟିକେ ଦୁଃଖ ରହିଯିବ। ହେଲା, ଶନିବାର ବୋଲି ସବୁ ସୁଖରେ ବାଧା ଆସିବ। 21 ତାରିଖ ବିବିଧ ସୁଖ ମିଳିବା କଥା, ହେଲେ ବାର ଶନି ହେଇଗଲା। ଯଥା କୌଳିକ, ମୌଳିକ, ସାଂସାରିକ, ସାମାଜିକ, ଲୌକିକ ସୁଖ ନିଶ୍ଚୟ ମିଳିବ, କିନ୍ତୁ ସେଥିରେ ଟିକେ କେଁ ରହିବ। କାରଣ ଆଜି ଶନିବାର। ଯେଉଁ ପରିମାଣରେ ମିଳିବାର କଥା ତହିଁରୁ କିଛି ଉଣା ହେବ। ଧନାଗମ ତ ହେବ, ଯେପରି ସୁଖ ମୂଳଧନ ଠିକ୍ ରଖିଥିବେ ସେଇଭଳି ଆୟ ଅମଳ ହେବ। ମୂଳଧନ ଖଟେଇଥିବେ 2 ଟଙ୍କା, ଆଶା କରିବେ 2 ଲକ୍ଷ ମିଳୁ ନାହିଁ। 2 ଲକ୍ଷ ଖଟେଇଥିଲେ ସେଥିରେ ସୁଧ ଆସିଯିବ 50,000। ସେଇଟା ହିଁ ଆପଣ ଲାଭ ନା। ତେଣୁ ଯେମିତି ମୂଳଧନ ଖଟେଇଥିବେ ସେଇଭଳି ବ୍ୟବସାୟର ଲାଭ କରିବେ, ଆୟ କରିବେ, ସୁଖ ପାଇବେ। ଆଚ୍ଛା, ଧନର ମୂଳ ହେଲା, ଧନ ମିଳିବ। ଧନ ଖାଲି ମୁଁ କହିଦେଲି, ଧନର ମୂଳ ହେଉଛି ଶ୍ରମ। ଯେମିତି ସୁଖର ମୂଳ ହେଲା ଧନ। ଯେତେ ସୁଖ ଆପଣ ପାଉଛନ୍ତି, ମୁଁ ପାଉଛି, ସେ ପାଉଛି, ତା ମୂଳ କ'ଣ କହିଲେ? ଗୋଟା ଖଟ କିଣିଲେ, ଖଟ କାହା ଘରେ ନାହିଁ? ଦୌଡ଼ିଆ ଖଟ ତ ନା, ଆଉ ପଟା ଖଟ ନା, ଆଉ କେମିତିଆ ଖଟ? ହାତୀ ଦାନ୍ତ ପଲଙ୍କ। ଓହୋ, ତ ଟଙ୍କା ଗୁଡ଼ାଏ ଖର୍ଚ୍ଚ ହେଇଥିବ। 2,18,53,535 ଟଙ୍କା ଖର୍ଚ୍ଚ ହେଲା। ହଁ, ଆ ପାଇଁ ଆପଣ କେତେ ପରିଶ୍ରମ କରିଥିଲେ କହୁଛନ୍ତି? 6 ବର୍ଷ ହେଲା ଆମ ଖାଇବା ପିଇବା ନାହିଁ। ବନ୍ଧୁ, କ'ଣ ବୁଝିଲେ? ସୁଖର ମୂଳ ଧନ, ଧନର ମୂଳ ଶ୍ରମ। ମାନେ ଧନୁରାଶି ଲୋକମାନେ ଆଜି ଯଦି ଉଚିତ ଭାବରେ ବୁଦ୍ଧି ବିଦ୍ୟା ପ୍ରୟୋଗ କରି ଶ୍ରମ କରିବେ, ମାନସିକ ଶାରୀରିକ, ତାହେଲେ ତାଙ୍କ ପାଖକୁ ଅର୍ଥ ଆସିବ। ଅର୍ଥ ଆସିଲେ ସୁଖୀ ହେବେ। ବାସ୍। ଆଚ୍ଛା, ଆଜି ଶନିବାର ହେତୁ ଭ୍ରମଣ କରିବାକୁ କୁଆଡ଼େ ଯାଆନ୍ତୁନି, ବୁଲିବାକୁ କୁଆଡ଼େ ଯାଆନ୍ତୁନି। କ୍ଷତି କିଛି ହେବନି ଯେ। ଆଜି ବୁଲିଗଲେ ଧନୁରାଶିରେ କିଛି କ୍ଷତି ନାହିଁ, ବାଧା ବନ୍ଧନ ନାହିଁ, କେଉଁଠି ଝୁଣ୍ଟିବେନି, ଗାଡ଼ି ଖରାପ ହେବନି। ହେଲେ ଘରେ ଆସି ବସି ଭାବିବେ, ହେ ମୁଁ ବୁଲିଲି କାହିଁକି? ଏଇ ଯେଉଁ ସମୟ ନଷ୍ଟ ହେଲା, ପେଟ୍ରୋଲ ଖର୍ଚ୍ଚ ହେଲା, ତ ବୃଥା ହେଇଗଲା। ତେଣୁ ବୁଲିଯିବା ପୂର୍ବରୁ ଭାବନ୍ତୁ, ସବୁ ବୃଥା ହେଇଯିବ, ଲାଭ କିଛି ନାହିଁ। ଆଚ୍ଛା ଭାଇ, ଦେଖିବା ମକର କଥା। ବାର ଦୃଷ୍ଟିରୁ ମକର ପାଇଁ ଆଜି ବଢ଼ିଆ ଦିନ। ହେଲେ ଅଶୁଭ ଚନ୍ଦ୍ର କାରଣରୁ ଆଜି କଳହ ଯୋଗ, ଆଜି କଜିଆ ହେବ, ଝଗଡ଼ା ହେବ। ଆପଣ ଭଦ୍ର ଲୋକ, ଚୁପଚାପ ରହିବେ। ମୁଁ ବା ଖରାପ ଲୋକ, ବା ଖେଞ୍ଚିବି, ଚୁମୁଟିବି, କଟୁକ୍ତି ପ୍ରୟୋଗ କରିବି। ମୁଁ ଈର୍ଷାଳୁ, ମୁଁ ପରଶ୍ରୀକାତର, ମୁଁ ସମ୍ଭାଳିବିନି ଆପଣଙ୍କ ସୁଖକୁ। ମାନେ ଆଜି ଯେହେତୁ କଳହ ଯୋଗ ଅଛି, ତେଣୁ କଜିଆ ହେବ। ତଥାପି ମୌନିନଃ କଳହ ନାସ୍ତି, ଜ୍ଞାନୀ କହିଲେ। ମୌନିନଃ କଳହ ନାସ୍ତି। ଆମେ ଯଦି ଚୁପ ରହେ, ସେ କେତେ କଥା କହୁଛି, କୋଉ ମୁଁ ଶୁଣିବିନି, ଏ କାନେ ପୁରେଇ ସେ କାନେ ବାହାର କରିଦେବି, ଏ ବୃତ୍ତି ଅବଲମ୍ବନ କଲେ କଜିଆ ହେବନି। ତେଣୁ ମକର ରାଶିର ଆଜି ଅଶୁଭ ଚନ୍ଦ୍ର ହେତୁ କଳହ ହେବ, ଆଉ ଶାନ୍ତି ବ୍ୟାହତ ହେବ, ପୁରୁଣା ରୋଗ ପୀଡ଼ା ଦେବ,
ନୂଆ ରୋଗ ସୃଷ୍ଟି ହେବ, ଦୂରଯାତ୍ରା ଦୁଃଖପ୍ରଦ ହେବ, ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ଚେଷ୍ଟା କଲେ ସନ୍ଧ୍ୟା ସମୟରେ ଦେବ ଦର୍ଶନ ଯୋଗ ଆସିପାରେ। ହେଲେ ଏ ଦୁଃସମୟରେ ଆଜି ଆପଣଙ୍କ ପାଖରେ ଆପଣଙ୍କର ପ୍ରିୟ ଲୋକ ସବୁ ଥିବେ, ତେଣୁ ଦୁଃଖ ବାଣ୍ଟି ଦେବେ। ଆଉ ଦେଖିବା କୁମ୍ଭ କଥା। ବାର ଦୃଷ୍ଟିରୁ ଶୁଭ, ଶନିବାର କୁମ୍ଭ ରାଶି ପାଇଁ ବାର ଦୃଷ୍ଟିରୁ ଶୁଭ। ଶୁଭ ଚନ୍ଦ୍ର ହେତୁ ଦିଆଡ଼ୁ ଶୁଭ ଅଛି କୁମ୍ଭ ପାଇଁ। ଆପଣା ମନ ଯୋଗ୍ୟ ଗୁରୁ ପରି ସାଧୁ ପରାମର୍ଶ ଦେବ। ଯେହେତୁ ଉଭୟ ଦିଗରୁ ଲାଭ ଅଛି, ମନ ଆଜି ବୁଝିବ, ମନ ଆଜି ବୁଝେଇବ, ମନ ଆଜି ପରାମର୍ଶ ଦେବ। ତେଣୁ ଉତ୍ତମ ଗୁରୁ ଭଳି, ଜଣେ ସାଧୁ ଭଳି, ଜଣେ ସନ୍ଥ ଭଳି ପୂର୍ବକୃତ ଭୁଲ କର୍ମ ପାଇଁ ଆଜି ଅନୁଶୋଚନା କରିବେ। ମୁଁ ଲୋଭରେ, ଲାଭ ଆଶାରେ, ଲୋଭରେ କେତେ ଭୁଲ କାମ କରିଛି, ଏତଦ୍ୱାରା ମୋର ପିଲାମାନଙ୍କର ତ ବଡ଼ କ୍ଷତି ହେବ। ତେଣୁ ବାପା ଖାଇଥିଲେ, ବାପା ପୋତିଥିଲେ ତାଳ, ତାହା ପୁଅକୁ ହୁଅଇ କାଳ। ସେଥିପାଇଁ ଜ୍ଞାନୀମାନେ କହିଲେ ଘର ଆଗରେ ତାଳ ଗଛ ପୋତନି। କ'ଣ ହେଲା? ଭୁଲ କର୍ମ ପାଇଁ ଅନୁଶୋଚନା କରିବେ। ଯଦି ବୁଦ୍ଧିମାନ, ତେବେ ଅତୀତର ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବେ। ଭାଇ ଭାଇ ସମସ୍ୟାର ସମାଧାନ ହୋଇଯିବ, ଟିକେ ଚେଷ୍ଟା ଆପଣଙ୍କର ଦରକାର। ଭାଇ ବନ୍ଧୁଙ୍କ ସହଯୋଗ ମିଳିବ, ଆପଣ ଟିକେ ତାଙ୍କୁ ଦେବେ ନା ସ୍ନେହ, ମମତା, ଆଦର, ଭୋଜନ, ଅର୍ଥ, ସାହାଯ୍ୟ। ଆଉ ଖାଲି ମତ ଶବ୍ଦ ଦିଅନ୍ତୁ, କେମିତି ହେବ? ନାହିଁ। ଆୟ ଅମଳରେ ବାଧା ନାହିଁ, ଆୟ ଅମଳ ଧାରା ପ୍ରଶସ୍ତ ହେବ, ଦେହ ଠିକ୍ ଠାକ୍ ରହିବ। ହେଲେ ଆପଣଙ୍କୁ ବୁଦ୍ଧିମାନ ହେବାକୁ ପଡ଼ିବ। ମୀନ କଥା କ'ଣ ଶୁଣିବାନି? ଶେଷ ରାଶି ଶନି ଏବେ ମୀନରେ ଅଛନ୍ତି। ମୀନର ଜନ୍ମ ଶନି। ଆଜି ଶନିବାର। ଓ ହେଇ, ସେଠି ଶନି, ଏଠି ଶନି। ଏଥିଲାଗି କିଛି ଚିନ୍ତା ମନ ମସ୍ତିଷ୍କକୁ ବିବ୍ରତ କରିବ। ଆଜି ମୀନ ରାଶିକୁ କିଛି ଚିନ୍ତା ବିବ୍ରତ କରିବ, ବିଚଳିତ କରିବ, ପାଗଳ କରିଦେବ ଆଜି। ହଁ, ଧନାଗମରେ ବାଧା ନାହିଁ, ଧନ ଆସିବ, କିନ୍ତୁ ମନ ଆକୁଳ ବ୍ୟାକୁଳ ହେବ। ଏହି ଅବୁଝା ମନ ପାଇଁ କିଛି କାର୍ଯ୍ୟରେ ବାଧା ଆସିବ। ଦେହ ସୁସ୍ଥ ରହିବ, ଯଥୋଚିତ ସହଯୋଗ ମିଳିବ, କିନ୍ତୁ ଶନିବାର ପାଇଁ ଆଜି ମୀନ ରାଶି ଲୋକମାନେ ଟିକେ ଚିନ୍ତିତ ରହିବେ। ମୁଁ ଆର୍ଥର କହିଛି, ପୁଣି କହୁଛି, ଏବେ କହୁଛି, ଚିନ୍ତା ଆଇଲେ ଆମେ ଦର୍ପଣରେ ଆମ ମୁହଁକୁ ଦେଖି ହସିବା। ବନ୍ଧୁ ଏମିତି ହସୁଥାନ୍ତୁ, ଈଶ୍ୱରକୁ ଡାକୁଥାନ୍ତୁ, ସେ ଦୟା କରନ୍ତୁ। ଆମେ ପୁଣି ଆସନ୍ତାକାଲି ଦୁଃଖ ସୁଖ ହବା। ନମସ୍କାର।